ଝାରସୁଗୁଡ଼ା ଲଖନପୁର ମହାନଦୀ ରେ ଡଙ୍ଗା ବୁଡ଼ି ଘଟଣାରେ 7 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି। ତେବେ ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ହେଲେ ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ଆଉ 6 ଜଣଙ୍କର ମୃତଦେହ ମିଳିଛି। କିନ୍ତୁ ଏବେ ବି ଜଣେ ନିଖୋଜ ରହିଥିବାରୁ 5 ଜଣ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସେପଟେ ଡଙ୍ଗା ବୁଡ଼ି ଘଟଣାରେ ମୃତକମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର ହୋଇଥିବା ବେଳେ ସେମାନେ ବରଗଡ଼ ଆମ୍ବାଭୁନାର ପଥର ଶ୍ରେଣୀରୁ ପିକନିକ୍ ସାରି ଡଙ୍ଗାରେ ଘରକୁ ଫେରୁଥିଲେ। ତେବେ 50ରୁ ଅଧିକ ଯାତ୍ରୀ ଥିବା ଡଙ୍ଗାଟି ହଠାତ୍ ବୁଡ଼ି ଯାଇଥିଲା। ଏହା ଦେଖି ସ୍ଥାନୀୟ ମତ୍ସ୍ୟଜୀବୀମାନେ 43 ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଅନ୍ୟପଟେ ସେହି ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ରହିଥିବା ବେଳେ କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ସୂଚନା ମିଳିଛି ଯେ ବୁଡ଼ି ଯାଇଥିବା ଡଙ୍ଗାଟି ଏକ ପୁରୁଣା ଡଙ୍ଗା। ତେଣୁ ଓଭରଲୋଡିଂ ଯୋଗୁଁ ଏହିପରି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।